ଭାଇନା ଆଉ କଣ ଛାତି ଫୁଲେଇ ଚାଲୁଛ, ତମ ହୃଦୟ କଣ ବଡ ନା କଣ? ନାଇଁ ନାଇଁ, ସେ କଥା କଣ କି ବାପା ମିଲିଟାରୀ ଥିଲେ ତ, ଆଚ୍ଛା ସେଇ ଯୋଗୁ ମୁଁ ଟିକେ ଛାତି ଫୁଲେଇକି ଚାଲେ ଆଉ। ଆଚ୍ଛା ସେତେବେଳେ ସୈନିକ ଥିଲେ ବାପା ଆଉ। ଆଚ୍ଛା। ମଉସା କଣ ଯୁଦ୍ଧ କରିଥିଲେ ହଁ, କି? ଯୁଦ୍ଧ 2 ଜାଗା କରିଥିଲେ। ଦି ଜାଗା କରିଥିଲେ? ଚାଇନା ସାଙ୍ଗରେ, ପାକିସ୍ତାନ ସାଙ୍ଗରେ। ଚାଇନାରେ କଣ ହେଲା ନା, ସେତେ ଫାଷ୍ଟ ଚାଇନା ସାଙ୍ଗେ ଯୁଦ୍ଧ ହେଲା। ଇଏ 2 ନଳିଆ ବନ୍ଧୁକ ସେତେବେଳେ ବାପାଙ୍କର ଥିଲା। ହଁ ଅଲଗା ଲୋକ ଏବେ ସବୁ ନଳିକିଆ ବନ୍ଧୁକ, ସେତେବେଳେ 2 ନଳିଆ। ଚାଇନା ଯେତେବେଳେ ଗୋଡେଇକି ଆସିଛି, ବାପା ମାରିଦେଲେ 2ଟା ଗୁଳି ଯେ ଗୋଟା ଯାଇ ବଙ୍କର ଭିତରେ ଲୁଚିକି, ଗୁମ୍ଫା ଭିତରେ ରହି ଗୋଟା ପଥର ଆଉଜେଇ ଦେଇଛି। ଏଇ ଯୋଉ 2 ନଳିଆ ଗୁଳି, 2ଟା ଗୁଳି ଯାଇଛି, ସେ ପଥରରେ ଜଗିକି ରହିଛି ଏପର୍ଯ୍ୟନ୍ତ ଯେ ଆଜି ପର୍ଯ୍ୟନ୍ତ ଆଜି ଜଗିକି ପର୍ଯ୍ୟନ୍ତ ରହିଛି। ଜଗି ଯେତେବେଳେ ଦେଖିବ ଚାଇନା ଟା ଯୁଦ୍ଧ କରିବାକୁ ବାହାରୁଛି ଏପଟକୁ, ଫଟକିରି ସିଏ ତାକୁ ଆସି ପଚାରୁଛନ୍ତି ଯୁଦ୍ଧ କରିବେ, ସେ କହୁ ନା, ଯୁଦ୍ଧ କରିବାକୁ ଯାଆନା। ସେ ଆଜି ସେଇ ପର୍ଯ୍ୟନ୍ତ ଦିନଠୁ ମୁଁ ଜଗିଛି। ରହିଛି, ଜମା ସେ ଭୁଲ କରନା। ପାକିସ୍ତାନ ସାଙ୍ଗରେ କଣ ହେଲା ନା, ପାକିସ୍ତାନ ଘୁଷପେଟି ବହେ ପଶିକି ହଁ ହଁ ମାରନ୍ତି କାରଗିଲ ଫାରଗିଲ, ଆତଙ୍କବାଦୀ ବଳେ। ଆତଙ୍କବାଦୀ। ଇଏ ସେଇ ଦିନ ଯେତେବେଳେ ବାପା କଣ କରୁଛନ୍ତି, ବନ୍ଧୁକଟା ଧରି ମାରିବାକୁ ଗଲାକୁ, ଇଏ ବନ୍ଧୁକଟା ଛଡେଇ ନେଇକି ବାପାଙ୍କ ପାଇଁ ଗୁଳି 2ଟା ଥିଲା, ଫଟାସ କରି ଗୁଳି କାଢିକି ପୁରା ତା କାଢି ଆଖିରେ କୁଢି ଗେଞ୍ଜି ଦେଲେ ଏମିତି। ଯେ ହଁ ସିଏ ସାଙ୍ଗେ ସାଙ୍ଗେ ସିଏ ସବୁ ଡରିକି ଦେଖି, ଇଏ ହାତରେ ବି ମାରିଦେବେ। ସିଏ ସବୁ ଯେତିକ ସୈନିକ ପଛରେ ଥିଲେ କହୁଛି ପଛେ ଭାଗ ଚାଲ, ପଛେ ଭାଗ ଚାଲ, ଏମିତିଆ କରିକି ସେଇ ଦିନରୁ ଯାଇଛନ୍ତି, ଆଉ ଟୋଟାଲ ଆସୁନାହାନ୍ତି। ଆଉ ଆସୁନାହାନ୍ତି। ଯୁଦ୍ଧ ହଉନାହିଁ। ଭାଇନା ଚ୍ୟାନେଲ ଟିକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରନ୍ତୁ। ଆମର ମଥା ନୂଆ, ନମସ୍କାର।